ହେଲେ ପୁରୀ ପାଇଁ ନେତା ଚୟନ ହେଲେ ବିଜେଡିରୁ କଂଗ୍ରେସ ଟିକେ ଆମର ଫାଇନାଲ ହେଇକି ଅଛି। ଖାଲି ସବୁ ଆଙ୍କର ଡିକ୍ଲାର ହେଇଗଲେ ବିଜେଡି ବିଜେପିର ଆମର ଡିକ୍ଲାର ହେଇଯିବ। ଆମେ 80% ଯୁବକ ଯୁବତୀ କି ଦେବୁ, ଶିକ୍ଷିତ ଯୁବକ ଯୁବତୀ ଯାହାଙ୍କ ନାଁରେ ବଦଳାବ ନାହିଁ, କିଛି ନାହିଁ। ଯେତେବେଳେ କରେଣ୍ଟ କମିବ, ପାୱାର କମିବ, ଗ୍ଲେଜ କମିଯିବ। ଯେତେବେଳେ ବଢ଼ିବ ମହାଶୃଙ୍ଖଳାରେ ବଢ଼ିବ। ତେଣୁକରି ଜଣା ପଡ଼ିଗଲାଣି କଂଗ୍ରେସ କମେଇ ସୁନାମ ଅଛି, ସେଇଭଳିଆ କ୍ୟାଣ୍ଡିଡେଟ୍ ଦଉଛୁ ଯେମିତି ଦିଲ୍ଲୀରେ ସରକାର ହବ, ଏଠି ସରକାର। ଡେଲାଙ୍ଗ ପିପିଲିରେ ରୁଦ୍ର ପୁଣି ଏଥର ଟିକେଟ ପାଇବ ବୋଲି ଆଶା ଅଛି, କିନ୍ତୁ କଂଗ୍ରେସରୁ କିଏ ଅଛନ୍ତି ଟାଣୁଆ ନେତା ଆପଣଙ୍କର? ଆମର ବଢିଆ ଅଛନ୍ତି ଡେଲାଙ୍ଗରେ, 3-4 ମହାରଥୀ ଅଛନ୍ତି, କିଛି ଅସୁବିଧା। ଆମ ଓଡ଼ିଶା ଯାକ ଅଛନ୍ତି, କହିପାରିବିନି। ନବୀନ ବାବୁ କହିବେ, ପାଣ୍ଡିଆନ କହିବେ, ସେ 2 ଜଣ ତାଙ୍କ ଦଳ କଥା ବୁଝୁଛନ୍ତି। ଆଉ ମଝିରେ ଅଛି ବବି, ସେ 3 ଜଣ ବୁଝୁଛନ୍ତି। ମୁଁ କହିପାରୁନି। ଆଜି ବି ବାହାରିଛି ପ୍ରସନ୍ନ ପାଠଶାଳୀ ଚିଲିକାରୁ ଏମଏଲଏରେ ଠିଆ ହେବେ। ବଢ଼ିଆ ଆଦିବାସୀ ନେତା, ହରିଜନ ନେତା, ମାଇନର କମ୍ୟୁନିଟି, ବଢ଼ିଆ ଆମ ସବର୍ଣ୍ଣ ଭିତରେ ନେତା ଅଛନ୍ତି। କଂଗ୍ରେସ ବଢ଼ିଆ କରିବ ଏଥର। ଜଳ ଜଳ ଦେଖାଗଲାଣି, ଆକାଶ ବି ପୁରା ମେଘୁଆ ପଡ଼ିଲାଣି। ଠିକ୍ ଇଲେକ୍ସନ ଟାଇମ୍ରେ ଟାଣୁଆ ଖରା ହବ, ସେତିକି ବେଳେ ଜଣା ପଡ଼ିବ କାହାର କେତେ କ'ଣ। କ'ଣ ମିଡ଼ିଆରେ ବାହାରୁଛି କାହା କଥା କହିହେବନି। ମୁଁ କହିପାରିବିନି, ପ୍ରସାଦ କହିବ। କିନ୍ତୁ ମୋର ଆଉ ଛିଡ଼ା ହେବାର ନାହିଁ। 80 ହେଇଗଲା। ମୁଁ ସବୁ ଦଳର ନେତାଙ୍କୁ କହୁଛି 80 ଯାହାକୁ ହେଇଗଲା ତମେ ରେଷ୍ଟ ନେଇଯାଅ। ଯୁବକ ଯୁବତୀକି ଛାଡ଼, ସେମାନେ ରାଜ୍ୟର ବିକାଶ କରନ୍ତୁ। ଆମେ ସବୁବେଳେ ଖାଲି ଘାଣ୍ଟୁଥିବା ତାହା ନୁହେଁ। ସାନ ପୁଅ ବଡ଼କୁ ଦେଖିବ ନିମାପଡ଼ା, ସିଦ୍ଧାର୍ଥ ରାଉତରାୟ ଗୋଟେ ରହିଯିବ, ଯୋଡ଼େ ବାହାରିବେ ନା। ନୂତନ ଯୁବକ ଯୁବତୀକି ଛାଡ଼ିଲେ ଭଲ ହବ। ତା ପୁଅକୁ ଦେଖିବ, କି କଥା ତମେ? ତା ପୁଅକୁ ଦେଖିବ, ମନ୍ମଥ ରାଉତରାୟ। ଏହିଭଳି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ବ୍ୟୁରୋ ରିପୋର୍ଟ, ଓଡ଼ିଆ ନ୍ୟୁଜ୍।